ଆଲମିରାରେ ରଖନ୍ତୁ ଏହି ସାମଗ୍ରୀ। ହେବ ଧନବର୍ଷା। ଟଙ୍କା ରଖିବା ପାଇଁ ଘରେ ଏବଂ ଦୋକାନରେ ଲକର ବା ଆଲମିରା ଥାଏ। ମାନ୍ୟତା ରହିଛି ଯେ ଟଙ୍କା ବ୍ୟତୀତ କିଛି ଏପରି ଜିନିଷ ଅଛି ଯାହା ଆଲମିରାରେ ରଖିବା ଦ୍ୱାରା ଜୀବନରେ ଟଙ୍କାର ଅଭାବ ରହିନଥାଏ ଏବଂ ଘର ସର୍ବଦା ପରିପୂର୍ଣ୍ଣ ରୁହେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ଘରେ ଟଙ୍କା ରଖିବା ସ୍ଥାନରେ କିଛି ଖାସ୍ ଜିନିଷ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଅସ୍ତପତ୍ର। ଯଦି ଆପଣ ଟଙ୍କା ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏକ ଅସ୍ତପତ୍ରରେ ନାଲି ସିନ୍ଦୁରରେ ଅଂ ଲେଖି ନିଜ ଆଲମିରା ବା ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। 5 ଶନିବାର ପାଇଁ ଏପରି କରନ୍ତୁ। ଏହା ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ। ଟଙ୍କାର ଅଭାବ ମଧ୍ୟ ରହିନଥାଏ। ଗୁଆ। ହିନ୍ଦୁ ଧର୍ମରେ ଗୁଆକୁ ଗୌରୀ ଗଣେଶଙ୍କ ରୂପ ଭାବରେ ପୂଜାର୍ଚ୍ଚନା କରାଯାଏ। ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଗୁଆ ରଖି ପୂଜା କରନ୍ତୁ ଏବଂ ପରେ ଏହାକୁ ନିଜ ପଇସା ରଖିବା ସ୍ଥାନରେ ସୁରକ୍ଷିତ ଭାବେ ରଖନ୍ତୁ। ବିଶ୍ୱାସ କରାଯାଏ ଯେ ଯେଉଁଠି ଭଗବାନ ଗଣେଶ ବାସ କରନ୍ତି ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ହଳଦୀ। ସନାତନ ଧର୍ମରେ ହଳଦୀକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ହଳଦୀର ବ୍ୟବହାର କରାଯାଏ। ଏକ ହଳଦିଆ ରଙ୍ଗର କପଡ଼ାରେ ଖଣ୍ଡେ ହଳଦୀ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ କେବେ ବି ଟଙ୍କାର ଅଭାବ ରୁହେ ନାହିଁ। ଏପରିକି ସୁଖ ସମୃଦ୍ଧି ମଧ୍ୟ ବଢ଼ିଥାଏ। ତେବେ ଲୁଗା ରଖୁଥିବା ସ୍ଥାନରେ ଟଙ୍କା କିମ୍ବା ସୁନା ଗହଣା ରଖନ୍ତୁ ନାହିଁ।